ଦେଖନ୍ତୁ ଏଇ ଯୋଉ କଳାମାଟି କଥା ଉଠୁଛି ନଦୀବନ୍ଧ ଉପରେ ଏଇ ଯୋଉ ଘଟଣାଟି ଘଟିଛି ଖୋଦ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଯେ ଏଠି ସେମାନେ ଲେଖିକି ଦେଇଛନ୍ତି ବନ୍ଧରେ କଳାମାଟି ପଡ଼ିଛି। ତେଣୁ ୟାର ଅର୍ଥ ଆପଣ ବୁଝନ୍ତୁ ଯେ ଲୋକଙ୍କର ଜୀବନକୁ ନେଇ ଏମାନେ ସରକାରୀ ସ୍ତରଠୁ ଆରମ୍ଭ କରି ଅଫିସିଆଲ ପର୍ଯ୍ୟନ୍ତ ଏମିତି ଉପମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ କିଭଳି ଖେଳ ଖେଳନ୍ତି। ତେଣୁ ଏଇ ଯୋଉ ବନ୍ଧ କଥା ଉଠୁଛି ବନ୍ଧକୁ ଦୁର୍ବଳ କରୁଛନ୍ତି, ମାନେ ଦୁର୍ବଳ କାମ କରି ନଦୀ ବନ୍ଧରେ ଆପଣମାନେ ଦେଖିଥିବେ ଫୁଲପଡ଼ା ଘାଇ ହଉ ବା ଫନି ବାତ୍ୟା ହଉ ଯେଉଁଭଳି ଭାବରେ ପାଣିରେ ଲୋକମାନେ ହତସନ୍ତ ହେଇଛନ୍ତି। ସେପଟେ ଯେଉଁ ଆମର ଖେଲାର ପାଖପାଖ ଅଞ୍ଚଳ ସବୁ ଧନୁଆ ପାଣିରେ ବୁଡ଼ିକି ରୁହେ। ଭାର୍ଗବୀ ନଈ ମଧ୍ୟ ସେଠି ଭାଗିବାର ଲୁଣା ନଦୀ ଯେଉଁ ଲୁଣିଆ ଘାଇଟାରେ ଭାଗିଥିଲା ସେପଟେ ମଧ୍ୟ ବହୁତ ଥର ଗଳିଆ ପଡ଼ିଛି। ବନ୍ଧୁକୁ ମଜବୁତ କାମ ଦରକାର ହେଉଥିବା ବେଳେ ଏମାନେ କଣ୍ଟ୍ରାକ୍ଟରକୁ ଆଗୁଆ ପଇସା ଦେଇ ପଛରେ କାମ କରିବା ପଦ୍ଧତି ଗୋଟେ ଆରମ୍ଭ କରିଛନ୍ତି। କିନ୍ତୁ ଏଇଟା ନୂଆ ପଦ୍ଧତି। ସବୁବେଳେ ଆଗ କାମ ହୁଏ, ମାନେ ସ୍ତର ବାଇ ସ୍ତର ବିଲ୍ ହୁଏ, କିନ୍ତୁ କଣ୍ଟ୍ରାକ୍ଟରକୁ କୋଟିଏ ଟଙ୍କାର କାମ ଆଗ ବିଲ୍ ଦେଇଦେଇ ଏମାନେ କଣ୍ଟ୍ରାକ୍ଟରକୁ ଏକ ମୌଖିକ ନିର୍ଦ୍ଦେଶ କରିଛନ୍ତି ଏବଂ ଏମାନେ କହୁଛନ୍ତି ଯେ ବର୍ଷା ଛାଡ଼ିଲା ପରେ ଯେ ସେ କଣ୍ଟ୍ରାକ୍ଟର ପୁନର୍ବାର କାମ କରିବ। କଣ୍ଟ୍ରାକ୍ଟର କ'ଣ ସେ ପଇସା ଥୋଇକି ରଖିଥିବ ଯେ ପୁନର୍ବାର କାମ କରିବ? ତେଣୁ ଏଠି ଗୋଟେ ଶାସ୍ତି କଥା ଉଠୁଛି। ଯେଉଁ ଅଫିସର ମାନେ କାହାର ଇସାରା, ରାଜନୈତିକ ନେତାଙ୍କ ଇସାରା ହଉ ଗୁଣ୍ଡାମାନଙ୍କ ଇସାରା ଏଭଳି କାମ ଲୋକଙ୍କ ଜୀବନ ନେଇ ଖେଳ ଖେଳୁଛନ୍ତି, ତାର ଗୋଟେ ତଦନ୍ତ ହଉ। ଯେଉଁମାନେ ଏଥିରେ ଦୋଷୀ ସାବ୍ୟସ୍ତ ହେବେ ସେମାନେ ତାଙ୍କ ପକେଟରୁ ପଇସା ଖର୍ଚ୍ଚ କରି ସେମାନେ ନଦୀବନ୍ଧ କାମ ଉନ୍ନତ କରନ୍ତୁ, ନଚେତ ନାହିଁ ନଦୀବନ୍ଧକୁ ନେଇ ଲୋକଙ୍କର ଜୀବନ ମରଣ ସମସ୍ୟାକୁ ନେଇ ଆଗାମୀ ଦିନରେ ବହୁ ଜନ ଆନ୍ଦୋଳନ ଦେଖାଦେଲାଣି। ଲୋକମାନେ ମଧ୍ୟ ସଜବାଜ ହେଲେଣି ଆନ୍ଦୋଳନ କରିବା ପାଇଁ। ଦେଖନ୍ତୁ ଠିକାଦାର ଟଙ୍କା ନେଲା ପରେ ଆଉ ଅଫିସରଙ୍କ କଥା ଶୁଣିବ, ଏଇଟା ଗୋଟେ ଅସମ୍ଭବ କଥା। ଏମିତି କୋଉଠି ମାନେ ହେଇନି ଅତୀତରେ କି ଭବିଷ୍ୟତରେ ହେବ ବୋଲି କୌଣସି ନଜିର ମଧ୍ୟ ନାହିଁ। ତେଣୁ ଏଇ ଯୋଉ ଆମର ଅଫିସର ମାନେ ଆଗୁଆ ବିଲ୍ କରିକିରି ପଛରେ କାମ କରିବା କଥା, ନିଜ ପକେଟଟା କେମିତି ଗରମ ହେବ ସେ ବ୍ୟବସ୍ଥା କରିଛନ୍ତି। ମୁଁ ତ କହିସାରିଛି ସେମାନଙ୍କୁ ତଦନ୍ତ ପରିସରକୁ ନିଆଯାଉ, କିଏ ସିଏ ବିଲ୍ କରିଛି, କାମ କୋଉଠି ହେଇଛି ତାକୁ ମଧ୍ୟ ଇନକ୍ୱାରି କରାଯାଉ। ଏଥିରେ ଯିଏ ଦୋଷୀ ସାବ୍ୟସ୍ତ ହେବ, ଯେଉଁ ଅଫିସର ହେବେ କି ଯେଉଁ କଣ୍ଟ୍ରାକ୍ଟର ହେବେ, ଏମିତିକି ରାଜନେତାକୁ ମଧ୍ୟ ତଦନ୍ତ ପରିସରକୁ ନେଇ କିଏ ଏମିତି ଅଙ୍ଗୁଳି ନିର୍ଦ୍ଦେଶରେ ଏମିତି ବିଭାଗୀୟ ଅଫିସର ମାନେ ଏଭଳି କାମ କଲେ ସେ ବାବଦରେ ତଦନ୍ତ ହେଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। କାହିଁକି ନା ଏଇଟା ହେଉଛି ମାନେ ମାନେ ଭାର୍ଗବୀ ନଦୀର ଉଭୟ ପାଖ ଯେଉଁ ବନ୍ଧ ଅଛି, ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ମରଣ ସମସ୍ୟା ଗୁଡ଼ାକ। ଦେଖନ୍ତୁ ଦେଖନ୍ତୁ ଗୋଟେ କଣ୍ଟ୍ରାକ୍ଟରକୁ ଯେତେବେଳେ ଏଗ୍ରିମେଣ୍ଟ କରିବେ ଲିଖିତ ଆକାରରେ କରିବେ, ଯେତେବେଳେ କ୍ୟାସ୍ ଦେବେ କୋଟିଏ ଟଙ୍କା କ୍ୟାସ୍ ଦେଲେ ଲିଖିତ ଆକାରରେ କରିବେ ଏବଂ କାମ କଲା ବେଳକୁ ମୌଖିକ କଥା ଉଠୁଛି। ଏଇଟା ଗୋଟେ ହେଉଛି ମାନେ କହିଲା ଭଳିଆ ଗୋଟେ ନିନ୍ଦାର କଥା ଯେ ତାଙ୍କ ପାଟିରେ କେମିତି ଶୋଭା ପାଉଛି ଯେ ମୌଖିକ ନିର୍ଦ୍ଦେଶ ଦିଆଯାଇଛି। ଯେମିତି ଟଙ୍କା ଦେଲ କାଗଜ କଲମରେ, ଯେମିତି ଏଗ୍ରିମେଣ୍ଟ କଲ କାଗଜ କଲମରେ, କାମଟା ମଧ୍ୟ ସେଇଭଳି କାଗଜ କଲମରେ ହେବା ଦରକାର। ଏଠି କେବଳ ଅଫିସର ଆଉ ନେତା ରାଜନେତା ମିଶିକିରି ଲୋକଙ୍କ ଜୀବନକୁ ନେଇକିରି ଖେଳ ଖେଳିଛନ୍ତି। ଏହାର ଗୋଟେ ମାନେ କହିଲା ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ ଦରକାର। ଦେଖନ୍ତୁ କଳାମାଟି ପଡୁଥିଲା ମାନେ ସେ କଣ୍ଟ୍ରାକ୍ଟର ପଇସାଟାକୁ ହୋଲ୍ଡ କରିବା କଥା, ତାକୁ ବନ୍ଦ କରିବା କଥା, କାମଟାକୁ ମାନେ ଠିକ୍ ନିମ୍ନ ଧାରଣ ନ କରି ଠିକ୍ ଭାବେ କରିବା ଦରକାର। ବନ୍ଧର ୱାଇଡ୍ କେତେ ରହିଲା, କାମ କେତେ ଉଚ୍ଚତାରେ ହେବ, କେବେ ସବୁ ତଦନ୍ତ କଲା ପରେ ତାଙ୍କୁ ସ୍ତର ବାଇ ସ୍ତର ବିଲ୍ ଦେବା କଥା। ତେଣୁ ମାନେ ସମ୍ପୂର୍ଣ୍ଣ ଭାବେ ଏ ଘଟଣାକୁ ତର୍ଜମା କଲେ ଦେଖାଯିବ ଯେ ବର୍ତ୍ତମାନ ଏଠିରେ ବିଭାଗୀୟ ଅଫିସର ମାନେ, ରାଜନେତା, କଣ୍ଟ୍ରାକ୍ଟର ସମସ୍ତେ ମିଶିକିରି ଲୋକଙ୍କ ଜୀବନକୁ ନେଇ ଖେଳ ଖେଳିଛନ୍ତି। ତେଣୁ ଏଥିରେ ଏମାନେ ଆପଣ ଇନକ୍ୱାରି କରନ୍ତୁ, ତିନି ଜଣ ଯାକ ଯେଉଁ ତିନିଟା ଡିପାର୍ଟମେଣ୍ଟ ରହିଲା, କଣ୍ଟ୍ରାକ୍ଟର,
राजनेता एवं विभागीय अफिसर समस्ते निश्चित दोषी बाहर किसी माने सन्देह नहीं किसी ଜାତୀୟ ଦଳିତ ସଂଘ ସବୁବେଳେ ଗରିବମାନଙ୍କ ପାଇଁ ଲୋକମାନଙ୍କ ପାଇଁ ବାହାରେ ଆଗାମୀ ଦିନରେ କ'ଣ ପଦକ୍ଷେପ ରହିବ ଆପଣମାନଙ୍କର? ଆମେ ପ୍ରଥମେ ଆପଣଙ୍କ ଜରିଆରେ ସବୁ କଥା କହିଲୁ ଆମେ ଅପେକ୍ଷା କରିବୁ ଯଦି ଭାର୍ଗବୀ ନଦୀର ଉଭୟ ପାର୍ଶ୍ୱ ନଦୀବନ୍ଧକୁ ଠିକ୍ ରୂପେ କାମ କରା ନ ଯାଏ ଯେଉଁ ଲୋକମାନଙ୍କ ଜୀବନ ମరణକୁ ନେଇ ଖେଳ ଖେଳାଯାଏ ତାହେଲେ ଆଗାମୀ ଦିନରେ ମଧ୍ୟ ନଦୀବନ୍ଧ ପାଇଁ ଲୋକମାନଙ୍କ ସୁରକ୍ଷା ପାଇଁ ଜାତୀୟ ଦଳିତ ଆଦିବାସୀ ମାଇନରିଟି ମହାସଂଘ ନିଶ୍ଚିତ ଭାବରେ ଭୟଙ୍କର ଆନ୍ଦୋଳନ କରିବ।